ଓ ରାଧେ ରାଧେ। ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜି ମୁଁ ବଦ୍ରିନାରାୟଣ ଯାତ୍ରା ବିଷୟରେ ଆପଣମାନଙ୍କୁ କିଛି କହିବି। ପ୍ରଭୁଙ୍କ କୃପା ହେତୁ ଆମେ 5 ଥର ବଦ୍ରିନାରାୟଣ ଯାତ୍ରା କରିବାକୁ ସଫଳ ହୋଇଥିଲୁ। ଏଇ ଯେଉଁ ଅଧିମାସଟା ଗଲା ପ୍ରଭୁଙ୍କ କୃପାରୁ, ସେଇ ଅଧିମାସର ସେଇ 15 ଦିନ ଆମେ ବଦ୍ରିନାଥ ଧାମରେ ଭାଗବତ ସତ୍ସଙ୍ଗ କରି କଟେଇ ଦେଇଥିଲୁ। ପୁରୀର ଆଇତୋଟାରେ ଥିବା ଭାଗବତ ଆଶ୍ରମରେ ବାବା ବ୍ରଜବନ୍ଧୁ ଦାସ ସଙ୍ଗତରେ ଆମ୍ଭେମାନେ ବଦ୍ରିନାଥ ଯାତ୍ରା କରିଥିଲୁ। ସେ ଯାତ୍ରାର ବିବରଣୀ ମୁଁ ଆପଣମାନଙ୍କୁ କହୁଛି। ଆଉ ବ୍ରଜ ବାବା ତାଙ୍କ ବିଷୟରେ ମୁଁ କ'ଣ କହିବି, ସେଇଟା ମୋତେ ଆଉ ଦିନେ ଗୋଟେ ଭିଡ଼ିଓ କରିକି ତାଙ୍କ ବିଷୟରେ କହିବାକୁ ପଡ଼ିବ। ଏତେ ଜ୍ଞାନୀ ଗୁଣୀ ଲୋକ, ଆଉ ଭାଗବତ ପ୍ରଚାରରେ ତାଙ୍କର ଏତେ ଶ୍ରମଦାନ। ଆଉ ଆପଣ କେବେ ବି ଯଦି ଆସିବେ ପୁରୀର ଆଇତୋଟାରେ ଥିବା ଭାଗବତରଙ୍କୁ ନିଶ୍ଚୟ ବୁଲିବାକୁ ଆସିପାରିବେ। ବାବାଙ୍କର ପ୍ରଥମେ ବାବା କହିଲେ 108 ଆମ୍ଭେମାନେ ଭାଗବତ ପାରାୟଣ କରିବା। ତ ସବୁ ବାବାଙ୍କର ସବୁ ଫଲୋଅର୍ସ ମାନେ ମିଶିକି ଆମେ 108ଟି ଭାଗବତ ପାଖାପାଖି ସମ୍ପୂର୍ଣ୍ଣ କରିସାରିଲୁ। ପରେ କିନ୍ତୁ ଭକ୍ତମାନେ ସବୁ କହିଲେ, ବାବା ଏଇଟା ଯଦି 1008 ପର୍ଯ୍ୟନ୍ତ କରାଯିବ ତାହେଲେ ବିଶ୍ୱର ବହୁତ କଲ୍ୟାଣ ହେବ। ବାବା ବିଶ୍ୱ ପାଇଁ ଭାରି ଚିନ୍ତିତ। ଏଇ ଯେଉଁ କଳିଯୁଗରେ ସମସ୍ତେ କେମିତି ଭଲରେ ରୁହନ୍ତୁ, ସେଇ କଥାକୁ ସେ ପ୍ରଚାର କରିବାକୁ ଚାହାନ୍ତି। ତେଣୁ ସେ କ'ଣ କଲେ, କହିଲେ ଠିକ୍ ଅଛି, ତୁମମାନ ଯଦି ଏତେ ଆଗ୍ରହ ତାହେଲେ ଆମ୍ଭେ 108 ଭାଗବତ ପାରାୟଣ କରିବା। ତ ବର୍ତ୍ତମାନ ସୁଦ୍ଧା ସେଇ ଆଶ୍ରମରେ ଭାଗବତ ଚାଲୁ ରହିଛନ୍ତି। ସପ୍ତାହକୁ ସପ୍ତାହ ସାଧୁ ସେବା ମଧ୍ୟ ହେଉଛନ୍ତି। ବାବାଙ୍କର ଏହା ହେଉଛି ବାବା ସାଧୁମାନଙ୍କୁ ବହୁତ ଭଲ ପାଆନ୍ତି, ସବୁ ସମ୍ମାନ ଦିଅନ୍ତି। ଯିଏ ଆଖିରେ ନ ଦେଖିଛି ସେ ବିଶ୍ୱାସ କରିବ ନାହିଁ। ବାବାଙ୍କର ଧନ ସମ୍ପତ୍ତି ପ୍ରତି ଲୋଭ ନାହିଁ। ଆପଣ ଯଦି ଯାଇକି ତାଙ୍କ ଆଶ୍ରମରେ ରହିବେ, କିଛି ବି ପଇସା ଦେବେନି, ସେ କିଛି ବି ଆପଣଙ୍କୁ କହିବେନି। କିନ୍ତୁ ନିଜକୁ ତ ଗୋଟେ ଖରାପ ଲାଗିବ ନା, ଆମେ ଯାଇଛେ ଯେତେବେଳେ ସାଧୁ ସନ୍ଥଙ୍କର, ଆମେ କାହିଁକି ସେମାନଙ୍କର ଋଣୀ ରହିବା କି କିଛି ତ ଦାନ ଦେବା କହିକି ଆପଣ ଦେବେ ସିନା। କିନ୍ତୁ ବାବା ବହୁତ ଭଲ ଲୋକ। ତାପରେ ବାବାଙ୍କ ସଙ୍ଗତରେ ଆମେ ସବୁ ଗଲୁ। ବାବା ବଢ଼ିଆ ବ୍ୟବସ୍ଥା କରିଦେଇଥିଲେ, ସମସ୍ତଙ୍କୁ ଗୋଟେ ଗୋଟେ ରୁମ୍ ଦେଇଥିଲେ। ଆଉ ବାବା ଏଇଠୁ ହିଁ ଲୋକ ଧରିକି ଯାଆନ୍ତି ସେଇଠି ରୋଷେଇବାସ କରିକି ଖାଇବା ପାଇଁ। କାହିଁକି ଜିନିଷ ମିଳିବ ନ ମିଳିବ, ସମସ୍ତେ ଶାକାହାରୀ, ପୁଣି ପିଆଜ ରସୁଣ ନଥିବ, ତ ଏଇଠୁ ରାନ୍ଧୁଣିଆ ବାବା ଧରିକିରି ଯାଇଥାନ୍ତି। ଗ୍ୟାସ୍ ଚୁଲାଠୁ ଆରମ୍ଭ କରି ସବୁ ଜିନିଷ ନେଇଥାନ୍ତି। ଆମର କାମ ହେଲା ସକାଳୁ ଆମେ ଭୋରୁ ଉଠିବୁ, ଉଠିକିରି ସେଇ ଗରମ ପାଣି କୁଣ୍ଡରେ ସ୍ନାନ କରିବୁ, ବଦ୍ରିନାଥଙ୍କ ଦର୍ଶନ କରିବା ପାଇଁ ଲାଇନରେ ଠିଆ ହେବୁ। ଅଧିମାସ ହୋଇଥିବା ଯୋଗୁଁ ବହୁତ ଭକ୍ତମାନେ ଭିଡ଼ ଜମାଇ ଥାନ୍ତି ବଦ୍ରିନାଥରେ। ତ ଲାଇନ୍ ବି ଆମକୁ ବହୁତ ଦେବାକୁ ପଡ଼େ। ତେଣୁ ଶୀଘ୍ର ଯାଇ ଲାଇନ୍ ଦେଉ, ଠାକୁର ଦର୍ଶନ କରିବୁ, ଆସିବୁ। ଆସିଲା ପରେ ଭାଗବତ ପଠନରେ ବସିବୁ। ବାବା ନିଜେ ପୁରୋଧ ହେଇଥାନ୍ତି, ଆମମାନେ ଭାଗବତ ପାଠ କରୁ। 9ଟା ବେଳକୁ ବିଶ୍ରାମ, ବାଳଭୋଗ ହେବ, ସମସ୍ତେ ବାଳଭୋଗ ପାଇବେ। ପୁଣି ଅଧଘଣ୍ଟାଟେ ପରେ ପୁଣି ଆଉ ଥରେ ଭାଗବତ ପାଠ ହେବ। 1:30 2ଟା ବେଳକୁ ପୁଣି ପ୍ରସାଦ ସେବନ। ପ୍ରଭୁଙ୍କ ପ୍ରସାଦ ସରିଲା ପରେ ସମସ୍ତେ ପ୍ରସାଦ ସେବନ କରିବେ, ପୁଣି ଟିକେ ରେଷ୍ଟ ନେବେ, ପୁଣି ଆଉ ଥରେ ପଠନ ହେବ ସନ୍ଧ୍ୟା ପର୍ଯ୍ୟନ୍ତ। ସନ୍ଧ୍ୟା ପରେ ବାବା ଟିକେ ଛାଡ଼ିଦେବେ, ଯେ ଯାହା ଟିକେ ବୁଲାବୁଲି କର। ବୁଲା ସରିଲା ପରେ ପୁଣି ପ୍ରବଚନ ଆରମ୍ଭ। ଏହିପରି ଭାବରେ ସେଇ ଯେଉଁ ଅଧିମାସଟା ଆମେ ବଦ୍ରିନାଥରେ କଟେଇଲୁ, ଏତେ ଆରାମଦାୟକ ଥିଲା। ମାଣା ଗାଁକୁ ବି ବାବା ନେଲେ। ଆଉ ଆମେ କେତେଜଣ ମିଶିକି ଟିକେ ସେ ପାହାଡ଼ ଉପରୁ ଟିକେ ଚଢ଼ିବାକୁ ଗଲୁ।
ଶୁଣିଥିଲୁ ତ ସାଧୁ ସନ୍ଥମାନେ ସେଠାରେ ତପସ୍ୟା କରୁଛନ୍ତି। ଅବଶ୍ୟ ଆମେ ଦେଖିପାରିଲୁନି, କିନ୍ତୁ ଟିକେ ପାହାଡ଼ ଚଢ଼ିବାର ସାହସ କରିଥିଲୁ। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ମୋ କଥା ଶୁଣିଲେ। ଆପଣମାନେ ସମୟ ପାଇଲେ ପୁରୀର ସେହି ଆଶ୍ରମକୁ ଆସନ୍ତୁ, ବାବାଙ୍କୁ ଦର୍ଶନ କରନ୍ତୁ। ଜୟ ବଦ୍ରୀନାଥ କି ଜୟ ହୋ।